ଆପଣଙ୍କ ମତ ରଖନ୍ତୁ କାଲିର ଯୋଉ ଇନସିଡେଣ୍ଟ ହେଲା ତା ଉପରେ। ଏବେ ତ ଆପଣ ଜଷ୍ଟ ମୁଁ ଯୋଡିଲି ଆପଣ କଣ ଚାଲିଛି ପ୍ରସଙ୍ଗଟା ସେ ଟିକେ ଆପଣ ଟିକେ ବ୍ରିଫ କରନ୍ତୁ। ନିଶ୍ଚିନ୍ତ କାଲି ଆମର ଯୋଉ ଦୁର୍ବୃତ୍ତ ମାନେ ଯିଏ ସାର୍ ପ୍ଲିଜ ଅନିଲ ସାର୍ଙ୍କୁ ଟିକେ କହିଦିଅନ୍ତୁ କି କାଲିର ଯୋଉ ହଁ ଇନସିଡେଣ୍ଟ ହେଇଥିଲା ସେ ଅନିଲ ଉପରେ। ସାର୍, ହଁ ଆପଣଙ୍କୁ ଶୁଭ ସନ୍ଧ୍ୟା, ସ୍ୱାଗତ କରାଯାଉ ରାଷ୍ଟ୍ର ଓଡିଆ ଲାଇଭ ଷ୍ଟ୍ରିମ୍ କି। ଆଉ କାଲିର ଘଟଣା ଯୋଉ ଘଟିଲା ନାଗେଶ୍ୱରଟାଗି ଅଞ୍ଚଳରେ ଯୋଉ ଘଟଣା ଘଟିଲା, ଆମର କିଛି ଯୋଉ ନ୍ୟାସନାଲିଷ୍ଟ ଲୋକ ଥିଲେ କୌଣସି ତାଙ୍କର ମିଟିଂ କରୁଥିଲେ କଣ କରୁଥିଲେ, ସେଇ ସମୟରେ ବାହାର ଲୋକ ଆସି ତାଙ୍କ ଅଫିସ କି ଆଟାକ କରିବା, ତାଙ୍କୁ ମାରଧର କରିବା, ଆସବାବପତ୍ର ଭାଙ୍ଗିବା, ଫୋପାଡିବା ଏବଂ ଅଶ୍ଳୀଳ ଗାଳି କରିବା, ସ୍ତ୍ରୀ ଲୋକମାନଙ୍କୁ ଅଭଦ୍ରାମୀ କରିବା ଏବଂ ମଲେଷ୍ଟେସନଠୁ ଆରମ୍ଭ କରିକି ଇଏ କରିବା, ଏସବୁ ଦୁଃଖଦ ଘଟଣା ଘଟିଯାଇଛି। ବିଷୟରେ ଆପଣଙ୍କର ଟିପ୍ପଣୀ ଆମେ ଚାହୁଁଛୁ। କଥା ହଉଛି ଯେ ନିକଟରେ ଗତ ଅଗଷ୍ଟ 30 ତାରିଖ ଦିନ ଓଡିଶା ସରକାରଙ୍କର ଗୋଟେ ନୋଟିଫିକେଶନ ଜାରି ହେଲା ଯେ ଆମର SC/ST ପ୍ରିଭେନ୍ସନ ଅଫ ଆଟ୍ରୋସିଟି ଆକ୍ଟ କୁ ଦୁର୍ବଳ କରିକି ରୁଲ 7 କୁ ଭାଓଲେସନ କରିକି ସେମାନେ SI ଏବଂ ISC ରାଙ୍କର ଅଧିକାରୀ ମାନଙ୍କୁ IO ଭାବରେ ଦାୟିତ୍ୱ ଦବା ପାଇଁ କି ଗୋଟେ ନୋଟିଫିକେଶନ ଜାରି କଲେ, ଯାହା ଆମ SC/ST ବିଭାଗ, ଯାହା ଆମର SC/ST ମାନଙ୍କର ସୁରକ୍ଷା କବଚ। ତେଣୁ ଏଇ ସୁରକ୍ଷା କବଚ କୁ ସୁରକ୍ଷା ଦବା ପାଇଁ ଆମର ସାରା ରାଜ୍ୟରେ SC/ST ମାନଙ୍କର ସମସ୍ତ ନେତୃବୃନ୍ଦ ମାନଙ୍କୁ ନେଇ ସମସ୍ତ ସଂଗଠନ ଗୁଡିକ ନେଇକି ଆମର ପୂର୍ବ ନିର୍ଦ୍ଧାରିତ ଥିଲା ଯେ 10 ତାରିଖ ଦିନ ସମସ୍ତେ ଗଭର୍ଣ୍ଣରଙ୍କ ଉଦ୍ଦେଶ୍ୟରେ ନିଜ ନିଜ ଜିଲ୍ଲା ହେଡକ୍ୱାର୍ଟର ରେ ମେମୋରାଣ୍ଡମ ଦେବେ, ଦାବି ପତ୍ର ଦେବେ। ତେଣୁ ସେ ଦିଗକୁ ନେଇକି ଆମର ରବିବାର ଯେହେତୁ ଛୁଟି ଦିନ ଥିଲା, ତେଣୁ ଆମର ଗୋଟେ ଅଫିସିଆଲ ମିଟିଂ ଥିଲା, ପ୍ରିପାରେଟରୀ ମିଟିଂ ଥିଲା ଯେ 10 ତାରିଖ ଦିନ ମେମୋରାଣ୍ଡମ ଦବା କାର୍ଯ୍ୟକ୍ରମକୁ କେମିତି ସମ୍ପାଦନ କରିବା। ତେଣୁ ସେଦିନ ଯେହେତୁ ମିଟିଂ ହୁଏ ରବିବାର ଦିନ ପ୍ରାୟ ସମୟରେ, ତ ମିଟିଂ ହବା ସହିତ ରୋଷେଇ ମଧ୍ୟ ଏଟା ସ୍ୱାଭାବିକ ପ୍ରକ୍ରିୟା। ତେଣୁ ଆମର ଅଫିସରେ ମଧ୍ୟ ଯେହେତୁ ମିଟିଂ ଥିଲା ତା ସହିତ ରୋଷେଇ ମଧ୍ୟ ଥିଲା। କିନ୍ତୁ ଯେହେତୁ ଆମ୍ବେଦକରବାଦୀ ମାନେ କୌଣସି ପ୍ରକାର କୁସଂସ୍କାର, ଅନ୍ଧବିଶ୍ୱାସ ଏସବୁରେ ବିଶ୍ୱାସ କରନ୍ତି ନାହିଁ, ସବୁବେଳେ ବିଜ୍ଞାନ ଭିତ୍ତିକ କଥାରେ ବିଶ୍ୱାସ ରଖନ୍ତି, ଯେଟା ସମ୍ବିଧାନର ଆର୍ଟିକଲ 51H ଯୋଉଟା ଆମକୁ ଶିକ୍ଷା ଦଉଛି ଯେ ଫଣ୍ଡାମେଣ୍ଟାଲ ଡ୍ୟୁଟି, ଆମକୁ ମୌଳିକ କର୍ତ୍ତବ୍ୟ ଆମକୁ ପାଳନ କରିବା ଦରକାର। ଭାରତୀୟ ସମ୍ବିଧାନକୁ ଯେହେତୁ ଆମେ ମାନୁ, ବାବା ସାହେବ ଆମ୍ବେଦକର ନିଜର ଆଦର୍ଶ ମାନୁଛୁ, ତେଣୁ ଭାରତୀୟ ସମ୍ବିଧାନ ଆଧାର ସବୁବେଳେ ଆମେ ପରିଚାଳିତ ହଉଛୁ। ତେଣୁ ସାମ୍ବିଧାନିକ ଆଧାରରେ ଯୋଉ ମୌଳିକ କର୍ତ୍ତବ୍ୟ ରହିଛି ତାକୁ ପାଳନ କରିବାକୁ ଯାଇକି ମଧ୍ୟ ଆମେ କୌଣସି ପ୍ରକାର କୁସଂସ୍କାର ବିଶ୍ୱାସ ନ ରଖି ଆମେ ସେଦିନ ରୋଷେଇ କାର୍ଯ୍ୟକ୍ରମ କରୁଥିଲୁ। କିଛି ବ୍ୟକ୍ତି ମାନେ ଯୋଉମାନେ ସମାଜରେ ଅସହିଷ୍ଣୁତା ଫେଲଉଛନ୍ତି, ସମାଜର କିଛି ଗୋଷ୍ଠୀ ମାନେ ସମାଜର ବାତାବରଣକୁ କ୍ଷତାକ୍ତ କରୁଛନ୍ତି, କିଛି ଗୋଷ୍ଠୀ ମାନେ ସମାଜରେ ଆତଙ୍କବାଦ ସୃଷ୍ଟି କରୁଛନ୍ତି, ଆତଙ୍କ ରାଜ ଚଲାଉଛନ୍ତି, ତେଣୁ ସେମାନଙ୍କୁ, ଯେହେତୁ ସେମାନଙ୍କର ଉଦ୍ଦେଶ୍ୟ ରହିଛି ଯେ ଖାଦ୍ୟକୁ ନେଇ ସେମାନଙ୍କର କୌଣସି ଉଦ୍ଦେଶ୍ୟ ନୁହେଁ, ଯଦି ଖାଦ୍ୟକୁ ନେଇ ସେମାନଙ୍କର ଉଦ୍ଦେଶ୍ୟ ଥାନ୍ତା ହୁଏତ ଗତକାଲି କୌଣସି ଷ୍ଟାର ହୋଟେଲ ଠାରୁ 5 ଷ୍ଟାର ଠାରୁ ଆରମ୍ଭ କରି କୌଣସି ଷ୍ଟାର ହୋଟେଲ ଠାରୁ ଆରମ୍ଭ କରିକି ରାସ୍ତା କଡର କୌଣସି ହୋଟେଲ ଠାରୁ ଆରମ୍ଭ କରି ଫାଷ୍ଟଫୁଡ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଖାଦ୍ୟ ରୋଷେଇ ହେଇନଥାନ୍ତା ବା କୌଣସି ଲୋକ ଖାଦ୍ୟ ଗ୍ରହଣ କରିନଥାନ୍ତେ। କିନ୍ତୁ ଆମ ନଜରକୁ ଏପର୍ଯ୍ୟନ୍ତ କୌଣସି ଖବର ଆସିଲା ନାହିଁ, କୌଣସି ବଡ ବଡ ହୋଟେଲ ହଉ ବା ରାସ୍ତା କଡର କୌଣସି ହୋଟେଲ ହଉ ସେଠି ଏମାନେ ବିରୋଧ ପ୍ରଦର୍ଶନ କରିବା ବା ସେମାନଙ୍କୁ ବାଡେଇବା, ମାରିବା ବା ଖାଦ୍ୟ ଗ୍ରହଣ କରିବା ପାଇଁ ନିଷେଧ କରିବା, ଆମେ ନଜରକୁ ଆସିଲା ନାହିଁ। କହୁଛୁ SC/ST ସମାଜର ଲୋକମାନେ, ଯେହେତୁ SC/ST ସମାଜର ଲୋକମାନେ 40% ଉର୍ଦ୍ଧ୍ୱ ଲୋକ, ସେଥିପାଇଁ ଓଡିଶାରେ SC/ST ସମାଜର ମୁଭମେଣ୍ଟକୁ ଖତମ କରିଦବା ପାଇଁ ବା ଡିଷ୍ଟରବାନ୍ସ କ୍ରିଏଟ କରିବା ପାଇଁ କି, ଯେହେତୁ ଏଠି ଆଜିର ଦିନରେ SC/ST ସମାଜର ଲୋକମାନେ ବହୁଳ ମାତ୍ରାରେ ଜାଗ୍ରତ ହଉଛନ୍ତି, ଜାଗରଣ ସୃଷ୍ଟି ହଉଛି ଏବଂ ଶିକ୍ଷିତ ସମସ୍ତେ ବନିଗଲେଣି, ଆମ୍ବେଦକରଙ୍କ ପଥ ଅନୁସରଣ କଲେଣି ଏବଂ ଭାରତୀୟ ସମ୍ବିଧାନକୁ ନିଜର ଆଦର୍ଶ ମାନିକି ଆଗେଇ ଚାଲିଛନ୍ତି ସମ୍ବିଧାନ ପଥରେ। ତେଣୁ ଏକଥା ମନୁବାଦୀ ବ୍ରାହ୍ମଣବାଦୀ ଗୋଷ୍ଠୀଙ୍କୁ ହଜମ ହଉନାହିଁ, ଯୋଉମାନେ ଆତଙ୍କ ରାଜ ଖେଳାନ୍ତି ଧର୍ମ ନାମରେ, ବର୍ଣ୍ଣ ବ୍ୟବସ୍ଥା ମାଧ୍ୟମରେ, ଜାତି ପ୍ରଥା ମାଧ୍ୟମରେ, ଯୋଉମାନେ ସର୍ବଶ୍ରେଷ୍ଠ ସ୍ଥାନରେ ବସିଛନ୍ତି, ଯୋଉମାନେ ଜାତିକୁ ନେଇକି ନିଜ ରାଜନୀତି କରନ୍ତି, ଯୋଉମାନେ ଜାତି ରେ ଶ୍ରେଷ୍ଠ ବୋଲି ବସିବା ପାଇଁ ଚାହାନ୍ତି, ଯୋଉମାନେ ବର୍ଣ୍ଣ ବ୍ୟବସ୍ଥାକୁ
समर्थन दियंती खुलुमखुला समर्थन दियंती जो भारतीय संविधान को हटाई देवा नारा दियंती से गोष्ठी लोक मैंने आम देशद्रोही कहूँ आतंकवादी कहूँ जे भारतीय संविधान को जे माने ना भारतीय संविधान को जे विरोधाचरण करे से देशर देशद्रोही तेणु से विरुद्ध रे जो आमर जो विचारधारा चली जो कार्यक्रम चली जे आंबेडकरवाद प्रचार प्रसार हवा अर्थ मनुवाद को ध्वंस करिया कारण बाबा साहेब मतरे आमर शेष लक्ष्य हूँ मनुवाद को ध्वंस करवा तेणु जेहेतु मनुवाद को केवल आंबेडकरवाद ध्वंस करदे एक भल भाव में मनुवादी गोष्ठी जानते तेणु आंबेडकरवाद को यदि खत्म करदे ताहले मनुवाद आपे आपे सुदृढ़ होगी चलो से चाहूना ओडिशा रे 40% जो एसएसटी मान पॉपुलेशन रही एससी मान संगठन मजबूत हो ये एससी मान नेतृत्व नियंतु बा एससी समाज भोट गुड़िक मनुवादी पार्टी गुड़िक न जाऊ जो आम कार्यक्रम करूँ से कथाटा को हजम है ना जो से अतर्कित भाव अमानवीय भाव आतंकवाद सृष्टि करी जाकि आमर कार्यक्रम चलता बेले प्रिपेरेटरी मीटिंग चलता बेले सेठी भांडालाइज कले ध्वंस विध्वस्त कले प्रवेश कले माड़गोल कले पूर्व से 2 घंटा पूर्व प्रिपेरेटरी करते जो क्रिमिनाल कन्स्पिरेसी करुले